ମୋର କିଛି ପିଲାଙ୍କ ଜୀବନରେ ବହୁତ ଉତ୍ଥାନ ପତନ ଚାଲିଛି, କିନ୍ତୁ ତଥାପି ମୋର ସେହି ପିଲାମାନେ ଯିଏ ନିଜ ସମସ୍ୟାର ସମାଧାନ କରିବା ସହିତ ଅନ୍ୟର ଦୁଃଖ କଷ୍ଟକୁ ବି ବୁଝନ୍ତି। ସେମାନେ ଅନ୍ୟର ଦୁଃଖକୁ କମ୍ କରିବା ପାଇଁ ବ୍ୟସ୍ତ ହୁଅନ୍ତି, ନିଜ ଉପରେ କଷ୍ଟ ମଧ୍ୟ ନେଇଥାନ୍ତି। ସେଥିପାଇଁ ଏହି ପିଲାମାନେ ମୋ ପାଇଁ ବହୁତ ପ୍ରିୟ ଅଟନ୍ତି। ଏହିଭଳି ଭାବରେ ଯେଉଁ ପିଲାମାନେ ସମସ୍ତଙ୍କ ଜୀବନରେ ଭଲ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରନ୍ତି, ମୁଁ ନିଜେ ସେମାନଙ୍କ ଜୀବନରେ ଭଲ ପରିବର୍ତ୍ତନ ଆଣିଥାଏ। କିନ୍ତୁ ସବୁବେଳେ ଗୋଟିଏ କଥାର ଧ୍ୟାନ ରଖିବ, ଯିଏ ସମସ୍ତଙ୍କର ଭଲ କରିବାକୁ ଚାହାନ୍ତି, ସେହି ପିଲାମାନଙ୍କ ଉପରେ କିଛି ଲୋକଙ୍କର କୁପ୍ରଭାବ ବି ପଡ଼ିଥାଏ। କାରଣ ଦୁନିଆରେ ସୁଖ ଶାନ୍ତି ରହୁ ପ୍ରତ୍ୟେକ ମଣିଷ ଚାହାନ୍ତି ନାହିଁ। ଏଥିପାଇଁ ନିଜର ଏହି ଶକ୍ତିକୁ ତୁମ ନିଜକୁ ଏହିପରି ଲୋକମାନଙ୍କଠାରୁ ଦୂରେଇ ରଖ ଏବଂ ଏହା ମୋ ଉକ୍ତି ଦ୍ୱାରା ସମ୍ଭବ ହେବ। ମୋ ଉକ୍ତି, ମୋ ବିଭୂତି ହେଉଛି ମୋର ସମସ୍ତ ପିଲାମାନଙ୍କ ପାଇଁ ଏକ ରକ୍ଷା କବଚ। ସେଥିପାଇଁ ମୁଁ ସର୍ବଦା କୁହେ କି ପ୍ରତିଦିନ ଉକ୍ତି ଟୀକା ଲଗାଅ ଏବଂ ଯଦି ପାରୁଛ ଉକ୍ତିର ଗୋଟିଏ ପ୍ୟାକେଟ୍ ସର୍ବଦା ତୁମ ସହିତ ରଖ। ସେହି ଉକ୍ତି ତୁମକୁ ଏହି ନକାରାତ୍ମକ ଶକ୍ତିରୁ ସୁରକ୍ଷା ଦେବ। ଖୁସିରେ ରୁହ। ମୋର ଆଶୀର୍ବାଦ ସବୁବେଳେ ତୁମ ସାଥିରେ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।